ଲୋକକବି ସ୍ୱର୍ଗତ ଜଗନ୍ନାଥ ପାଣି ଏ ଭଦ୍ରକ ମାଟିର ଜଣେ ବିରାଟ କବି। ତାଙ୍କର ଛାତ୍ର ମାହାଙ୍ଗାରେ ଅଷ୍ଟମ ପାଣି ମତଲୁବ ବୋଲି ସେଠି ତାଙ୍କର ଏ ପ୍ରକାର କରିଦେଇ ଯାଇଛନ୍ତି। ଯେ ଦଳ ଆସୁ ଯେଉଁ ମନ୍ତ୍ରୀ ଆସନ୍ତୁ ତାଙ୍କର ଖୁବ୍ ଜୋରସୋର ଚାଲିଛି କାମର। ଆମର ଏଠି ଏ ଯୁଗଳ ପଟ୍ଟନାୟକ କରିଥିଲା, କାହିଁକି ଆମେ କରିବୁ? ପ୍ରଫୁଲ୍ଲ ସାମଲ କରିଥିଲା, ଆମେ କାହିଁକି କରିବୁ? ସେ ସୂର୍ଯ୍ୟବଂଶୀ କରିଥିଲେ, ଆମେ କାହିଁକି କରିବୁ? ଏପରି ମନୋଭାବ ରଖି କେହି କରନ୍ତି ନାହିଁ ପୂଜ୍ୟ ପୂଜାଙ୍କର ସଭା ସମିତି ବା ମାଲ୍ୟାର୍ପଣ ବା ତାଙ୍କର ଫଙ୍କସନ୍। ମୁଁ ନିବେଦନ କରୁଛି, କେମିତି ବୈଶାଖ ମାସ ପଣା ସଂକ୍ରାନ୍ତି ଦିନ ତାଙ୍କର ହେଉଛି ଜନ୍ମ ଜୟନ୍ତୀ। ସରକାର ସ୍ତରରୁ ଯେତେବେଳେ ଯୁଗଳ ପଟ୍ଟନାୟକ ସାଂସ୍କୃତିକ ମନ୍ତ୍ରୀ ଥିଲେ, ବିଡ଼ିଓ, ତହସିଲଦାର, କଲେକ୍ଟର, ସବ୍ କଲେକ୍ଟର, ସେତେବେଳେ ତ ଆମର ସଂସ୍କୃତି ଅଧିକାରୀ ନଥିଲେ, DIPR ସମସ୍ତେ ଯାଇକି ଉପସ୍ଥିତ ହେଉଥିଲେ। ସମସ୍ତେ ଉପସ୍ଥିତି ରହି ସର୍ବସାଧାରଣ ଲୋକ ବି ହେଉଥିଲେ। ସମସ୍ତଙ୍କୁ କାର୍ଡ଼ ଦିଆହେଉଥିଲା ପ୍ରଶାସନିକ ସ୍ତରରୁ। କାହିଁ ଏବେ କିଛି ନାହିଁ। ସେ ମୂର୍ତ୍ତି ରଙ୍ଗ ଦିଆହେଇଛି, ଏବେ ତାକୁ ଆମେ କହିବୁ ବୋଲିକି କରିଛୁ। କିଛି ଟିକେ ମାଲ୍ୟାର୍ପଣ ହେଉନାହିଁ, ଆମେ କରୁଛୁ। ପ୍ରଶାସନିକ ବିଭାଗ ଟିକେ ଯାଇ ସେଠି ବୁଲି ଆସିପାରୁନାହାନ୍ତି, ସଭା ସମିତି ନ କଲେ ନାହିଁ। ମାଲ୍ୟାର୍ପଣ କରି ଅଧଘଣ୍ଟେ ନୀରବ ପ୍ରାର୍ଥନା 2 ମିନିଟ୍ କରିବେ ବା ଅଧଘଣ୍ଟେ ରହିବେ, ସେତିକି ହେଇପାରୁନି। ମନ୍ତ୍ରୀ ଖୋଦ ଆମର ରହିଛନ୍ତି ସୂର୍ଯ୍ୟବଂଶୀ, ଦିନେ ଜଗନ୍ନାଥ ପାଣିଙ୍କ ପ୍ରତିମୂର୍ତ୍ତି ଦେଖିଲେଣି ନା? ତାଙ୍କ ଲେଖାଲେଖି ବିଷୟରେ କିଛି ଜାଣିଲେଣି ନା? ତାଙ୍କ ବାପା ଜାଣିଥିଲେ। ତାଙ୍କ ବାପା ଜାଣିଥିଲେ, ସେ ଜଣେ ବିଜ୍ଞ ବ୍ୟକ୍ତି। ଇଏ ବି ବୟସ କମ୍ ହେଲେ ମଧ୍ୟ ୟାଙ୍କର ଜ୍ଞାନ ଅଛି। ମୁଁ ଅଜ୍ଞାନୀ କହୁନି, କିନ୍ତୁ ଦେଖିବା ଉଚିତ। ଇଏ ଆମ ଭଦ୍ରକ ମାଟିର କଥା। ଜଗନ୍ନାଥ ପାଣି ବୃହତ୍ କବି ନଳେଶ୍ୱର, ସେଇ ନଳାଙ୍ଗ ନଳେଶ୍ୱରଙ୍କ ପାଖରେ ଧାରଣାର ପଡ଼ି କବିତ୍ୱ ଲାଭ କରିଥିଲେ, ପାଠ ପଢ଼ି ନାହାନ୍ତି। ତାଙ୍କର ଇତିହାସ, ପୂର୍ବ ଇତିହାସ ପଢ଼ିଲେ ଆପଣ ଜାଣିପାରିବେ ତାଙ୍କର ଗ୍ରନ୍ଥାବଳୀରୁ। ସେ ଗ୍ରନ୍ଥାବଳୀ ଆମମାନଙ୍କ ପାଖରେ ଅଛି। କିଛି ଟିକେ ହେଉନି, ମାଲ୍ୟାର୍ପଣ ହେଉନି। ଏଇଠି ଟାଉନ ବଜାରରେ କେଉଁଠି କ'ଣ ମହତାବଜି ସେ ଅମକେଇ ସମକେଇ, ସେମାନେ କବି, ସେମାନଙ୍କୁ ଆମେ ମାନୁଛୁ। ସେମାନଙ୍କୁ ମାଲ୍ୟାର୍ପଣ କରାହେଉଛି, ସମସ୍ତଙ୍କୁ କରାହେଉଛି, କିନ୍ତୁ ଜଗନ୍ନାଥ ପାଣିଙ୍କ କଥା କାହିଁକି ମନେ ପଡ଼ୁନି ବି। କାଗଜପତ୍ର କଥା ଯାଉ, ମନେ ପଡ଼ୁନି। ସେ ତ ଏ ପ୍ରକାର ହେଇକି ରହିଥାନ୍ତା, ଯେକୌଣସି ସରକାର ଆସିଥାନ୍ତା କରିଥାନ୍ତା। ସଂସ୍କୃତି ବିଭାଗକୁ, କଲେକ୍ଟରଙ୍କୁ ଆମେ ଲିଖିତ ଆକାରରେ ତତ୍ପୂର୍ବରୁ, ପଣା ସଂକ୍ରାନ୍ତି ପୂର୍ବରୁ ଲିଖିତ ଆକାରରେ 2-4 ବାର ଦେଲୁଣି। ସେ ଗ୍ରହଣ କରୁନାହାନ୍ତି, ଶୁଣୁନାହାନ୍ତି, କେହି ଯାଉନାହାନ୍ତି। କ'ଣ କରିବା ଏ ଭିତରେ? ଜଗନ୍ନାଥ ପାଣିଙ୍କ ସ୍ଥାନିତ କରାଯାଇଛି ସାରସ୍ୱତ ଭଣ୍ଡାରରେ, ସାହିତ୍ୟ ଏକାଡେମୀରେ ତାଙ୍କର ପୁସ୍ତକ ମିଳୁଛି। ତାଙ୍କ ନାଁ ସେଠି। ଏ ମୋଗଲ ତାମସା ନୁହେଁ, ଏ ଜଗନ୍ନାଥ ପାଣିଙ୍କର ଇଏ ହେଉଛି ଜଣେ କବି। ଇଏ ସେତେବେଳକାର ସଂସ୍କୃତି, ସେତେବେଳକାର ଯେଉଁ ଭାଷା, ସେତେବେଳକାର ଲୋକ କଥା, ଲୋକ ଲାଙ୍ଗୁଏଜ୍,
ଏହିସବୁ ଭିତରେ ଛାନ୍ଦ ରଚନା କରି ଯାତ୍ରା ସ୍ୱାଙ୍ଗ ଲୀଳା ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି, ଯାହାକି ଆମେ ପାରିବା ନାହିଁ। ଯଦି କେହି ବିଜ୍ଞ ବ୍ୟକ୍ତି ଆଗକୁ ଆଗ ପିଢ଼ି ବାହାରି ପାରନ୍ତି କରିପାରନ୍ତି, ସେ ଅଲଗା କଥା ତାଙ୍କ ଭଳି। ଏଥିପ୍ରତି ଟିକେ ଧ୍ୟାନ ଦେବାକୁ ସରକାରଙ୍କୁ ଏବଂ ପ୍ରଶାସନିକ ବିଭାଗକୁ, ଡିଷ୍ଟ୍ରିକ୍ଟ କଲଚର ଅଫିସରଙ୍କୁ, କଲେକ୍ଟରଙ୍କୁ ମୁଁ ନିବେଦନ କରୁଛି, ଦରଖାସ୍ତ କରି ନିବେଦନ କରିଛି। ଏବେ ଫେସବୁକ୍ ମାଧ୍ୟମରେ ନିବେଦନ କରୁଛି। ଆଜ୍ଞା ନମସ୍କାର।